ଦେଖିପାରୁଥିବେ ବ୍ରାହ୍ମଣୀ ନଦୀ ମଧ୍ୟରେ ଏକ ବ୍ରିଜ ନିର୍ମାଣ ହେଉଛି। ଏହା ଢେଙ୍କାନାଳ ଓ ତାଳଚେର ଅନୁଗୁଳ ଜିଲ୍ଲା ମଧ୍ୟରେ ସଂଯୋଗ ସ୍ଥାପନ କରିବ। ଏହା ମଧ୍ୟ 153 ଓ 149 ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିବ। ଆଉ ମାତ୍ର 10 ମିଟର ମଧ୍ୟ କାମ ହେଲେ ଏ ସଂଯୋଗ ସମ୍ପୂର୍ଣ୍ଣ ହେବ। ଖୁବ୍ ସୁନ୍ଦର ଭାବରେ ବ୍ରିଜଟି ନିର୍ମାଣ ହେଉଛି। ଏହା ଆଲଫାଳ, ପିତିରି, କୁଆଳୁ, ପରଜଙ୍ଗ ପ୍ରଭୃତି ସରାଙ୍ଗ ପ୍ରଭୃତି ଗ୍ରାମଗୁଡ଼ିକୁ ତାଳଚେର ଯିବା ଆସିବା ପାଇଁ ଯାତାୟାତ ସୁବିଧା ହେବ।